ଶୁକମୁନି ମହାନ ଋଷିମାନଙ୍କ ମଧ୍ୟରୁ ଜଣେ ଥିଲେ। କଥା ଅଛି, ଥରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର କଥା ଶୁଣାଉଥିଲେ। ଯେଉଁ କଥା ଶୁଣିଲେ ମଣିଷ ଅମର ହୋଇଯାଏ। ଶିବ କହିଥିଲେ ଯେ କଥା ଶୁଣିବା ସମୟରେ ପାର୍ବତୀ ହୁଙ୍କାର ଦେବେ, ଯେପରି ଜଣାପଡ଼ିବ ସେ ଶୋଇ ନାହାନ୍ତି। କିନ୍ତୁ କଥା ଶୁଣୁ ଶୁଣୁ ମାତା ପାର୍ବତୀ ଶୋଇପଡ଼ିଲେ। ସେହି ସମୟରେ ସେଠାରେ ଏକ ଶୁଆ ପକ୍ଷୀ ଥିଲା। ପାର୍ବତୀ ଶୋଇଯିବା ପରେ ସେହି ଶୁଆଟି ହୁଁ ହୁଁ କରି ଶବ୍ଦ ଦେଲା। ଶିବ ଭାବିଲେ ପାର୍ବତୀ ଶୁଣୁଛନ୍ତି, କିନ୍ତୁ କଥା ଶେଷରେ ଶିବ ଦେଖିଲେ ପାର୍ବତୀ ଶୋଇଛନ୍ତି। ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଏହି ଗୁପ୍ତ ଅମର କଥାକୁ ଏକ ଶୁଆ ଶୁଣି ଦେଇଛି। ଶିବ କ୍ରୋଧିତ ହୋଇ ଶୁଆଟିକୁ ମାରିବାକୁ ଗୋଡ଼ାଇଲେ। ଶୁଆଟି ଭୟରେ ଉଡ଼ିଯାଇ ମହର୍ଷି ବ୍ୟାସଦେବଙ୍କ ପତ୍ନୀଙ୍କ ମୁଖ ଦେଇ ଗର୍ଭରେ ପ୍ରବେଶ କଲା। ସେହି ଶୁଆଟି ହିଁ ପରବର୍ତ୍ତୀ ସମୟରେ ଶୁକଦେବ ଭାବେ ଜନ୍ମଗ୍ରହଣ କଲେ। କୁହାଯାଏ ଯେ ସେ ପ୍ରାୟ 12 ବର୍ଷ କାଳ ମାତାଙ୍କ ଗର୍ଭରେ ରହିଥିଲେ ଏବଂ ଜନ୍ମ ହେବା ମାତ୍ରେ ହିଁ ସେ ଜ୍ଞାନୀ ହେଇଥିଲେ। ଜନ୍ମ ହେବା ମାତ୍ରେ ସେ ସଂସାର ମାୟା ତ୍ୟାଗ କରି ଜଙ୍ଗଲକୁ ଚାଲି ଯାଇଥିଲେ। ରାଜା ପରୀକ୍ଷିତଙ୍କୁ ଶୃଙ୍ଗି ଋଷି ଅଭିଶାପ ଦେଇଥିଲେ ଯେ ଆଜିଠାରୁ 7ମ ଦିନରେ ତକ୍ଷକ ନାଗ ଦଂଶନରେ ତାଙ୍କର ମୃତ୍ୟୁ ହେବ। ମୃତ୍ୟୁ ନିକଟବର୍ତ୍ତୀ ଜାଣି ରାଜା ସବୁକିଛି ତ୍ୟାଗ କରି ଗଙ୍ଗା କୂଳରେ ମୋକ୍ଷ ପ୍ରାପ୍ତି ପାଇଁ ଋଷିମାନଙ୍କୁ ଶରଣ ପଶିଲେ। ଅନେକ ଋଷି ସେଠାରେ ଉପସ୍ଥିତ ଥିଲେ ମଧ୍ୟ କେହି ରାଜାଙ୍କୁ ସନ୍ତୋଷଜନକ ମାର୍ଗ ଦେଖାଇ ପାରିଲେ ନାହିଁ। ସେହି ସମୟରେ 16 ବର୍ଷର ଜଣେ ଯୁବକ ରୂପରେ ପରମ ଜ୍ଞାନୀ ଶୁକଦେବ ସେଠାରେ ପହଞ୍ଚିଲେ। ତାଙ୍କର ତେଜ ଦେଖି ସମସ୍ତ ଋଷି ଠିଆ ହୋଇ ସମ୍ମାନ ଜଣାଇଲେ। ରାଜା ପରୀକ୍ଷିତ ପଚାରିଲେ, ଜଣେ ମୁମୂର୍ଷ ଯାହାର ମୃତ୍ୟୁ ନିକଟ ବ୍ୟକ୍ତିର କର୍ତ୍ତବ୍ୟ କ'ଣ? ଶୁକମୁନି ଉତ୍ତର ଦେଲେ, ମୃତ୍ୟୁର ଭୟକୁ ଛାଡ଼ି ଭଗବାନ ଶ୍ରୀକୃଷ୍ଣଙ୍କର ନାମ ରୂପ ଓ ଲୀଳା ଶ୍ରବଣ କରିବା ହିଁ ମୁକ୍ତିର ଏକମାତ୍ର ପଥ। ଶୁକମୁନି ଲଗାତାର 7 ଦିନ ଧରି ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇଲେ। ସେ କହିଲେ ଯେ ଶରୀର ନଶ୍ୱର, କିନ୍ତୁ ଆତ୍ମା ଅମର। ଏହି ଜ୍ଞାନ ପାଇବା ପରେ ପରୀକ୍ଷିତଙ୍କ ମନରୁ ମୃତ୍ୟୁର ଭୟ ସମ୍ପୂର୍ଣ୍ଣ ଚାଲିଗଲା। ତାଙ୍କୁ ଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଗଣନା କରାଯାଏ। ସେ ସର୍ବଦା ଦିଗମ୍ବର ବା ବସ୍ତ୍ରହୀନ ରହୁଥିଲେ, କାରଣ ତାଙ୍କ ପାଇଁ ପ୍ରକୃତି ଓ ପରମାତ୍ମାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା। ସଂସାରର ମୋହମାୟା ଅସ୍ଥାୟୀ। କେବଳ ଭକ୍ତି ମାଧ୍ୟମରେ ହିଁ ମଣିଷ ପରମ ଶାନ୍ତି ପାଇପାରେ। ଶୁଣିବା ହେଉଛି